लिंग पुराण 19 अध्याय शिवरात्रि महाजात्रा कथन। से परि संतोष आउ काहे रे नुहई, स्नाने वस्त्रे धूपे पुष्पे अर्चना दिजेहि। ए सकल कार्य ठारू उपवास एका, सतेक गुण रे प्रिय अटई अधिका। व्रतकारी जन जेने पालिब ए व्रत, जेपरि पूजिब लिंग शुण से वृत्तांत। उपवासे रही पूजा करिब मोहर, राति जाक दीप जाली होई उजागर। प्रति प्रहरे मो लिंगे अर्घ्य देउथिब, पंचामृते स्नान कराइब जे मानव। प्रंचन वस्त्र रे पोछि लिंग कलेबर, भक्ति रे लेपिब बास चंदन तर। मोर मंत्रे होम करिब प्रार्थना, व्रत काले न करिब आहार कल्पना। शिवरात्रि उपवास जे जन करई, अंत काले मो पुरे से निश्चित रहई। पुनर्जन्म न होई तार पुण्य बळे, अमर समान हुए से हो व्रत फळे। शुण गोसर्वाणी बेल पत्र दान विधि, सुगंध चंदन लेपि लिंगे निरवधि। सकल पुष्प को एक पारुषे मंडिब, एक पारुषरे बेल पत्र को खंजीब। बेल पत्रे लिंग शिर करिब आवृत, असीम अटई बेल पत्रर महात्म्य। बेल पत्र रे जे परि संतोष हुए, मणिमुक्ता प्रबाल रे से संतोष नुहे। सुवर्णर पुष्प करी देले हेम शिरे, जेपरि संतोष मुहि नुहई तहि रे। लक्षे सुवास पुष्पे मंडिले मलिंग, एक बेल पत्र तुले नुहे समभाग। एणु शिवरात्रि दिन व्रतकारी जन, बेलपत्र रे मलिंग करिब मंडन। अति कथन शिव रात्रिर महिमा, कि बनिबि ताहा गो हैमवंत जेमा। शिवरात्रिर विशेष विधि जाहा अछि, से कथा तुम्भ आगे मु विस्तारी कहूछि। प्रातः स्नान प्रातः संध्या करि समापन, संकल्प करिब तहु व्रतकारी जन। आचमन करी प्रथम रे सेहु प्राणी, कृतांजलि होई मुखे भासिब ए बाणी। सूर्य चंद्र जम काल दुई संध्या काल, पंचभूत दिन रात्रि 10 दिगपाल। पवन भूमि आकाश शून्य मार्ग चारी, देवता माने ब्रह्मांक आज्ञा पाळी करी
ଏହି ବ୍ରତ କାର୍ଯ୍ୟ ସର୍ବେ ସାକ୍ଷୀ ସ୍ୱରୂପରେ ଉପସ୍ଥିତ ହନ୍ତୁ ସୁପ୍ରସନ୍ନ ହୋଇ ମୋରେ। ଏହି ମହାଫଳପ୍ରଦ ଶିବରାତ୍ରି ବ୍ରତ ପାଳନ କରିବି ମୁହିଁ ହେ ଜଗତନାଥ। ତୁମ୍ଭରି ଅନୁଗ୍ରହରେ ଏ କାର୍ଯ୍ୟରେ ମୋର ବିଘ୍ନ ବାଧା ମାନ ସବୁ ହୋଇଯାଉ ଦୂର। ହେ ଶମ୍ଭୋ ହେ ଲିଙ୍ଗରାଜ ହେ ଭୁବନେଶ୍ୱର, ଏହି ଚତୁର୍ଦ୍ଦଶୀରେ ମୁଁ ଥାଇ ନିରାହାର। ପରଦିନ ହବିଷ୍ୟାନ୍ନ କରିବି ଭୋଜନ, ଭୋଗ ମୋକ୍ଷ ନିମନ୍ତେ ହେ ପ୍ରଭୁ ତ୍ରିଲୋଚନ। ମୋହର ଆଶ୍ରୟ ଦାତା ହୁଅ ପଞ୍ଚମାଥ, ତୁମ୍ଭ ଶ୍ରୀ ଚରଣେ କରୁ ଅଛି ପ୍ରଣିପାତ। ହେ ଦେବ ଦେବ ଶଙ୍କର ପାର୍ବତୀଙ୍କ ସାଇଁ, ପୂଜା ଜପରେ ମୁଁ ଆଜି ତତ୍ପର ହୋଇ ଯଥାବିଧି କରୁଅଛି ଶିବରାତ୍ରି ବ୍ରତ। ହେ ମହେଶ୍ୱର ମୋହରି ଏହି ଯେ ପ୍ରଦତ୍ତ, ଅର୍ଘ୍ୟ ଜଳକୁ ଆପଣ କରନ୍ତୁ ଗ୍ରହଣ। ଏମନ୍ତେ କରିବ ଭକ୍ତି ଭାବେ ନିବେଦନ, ଆବର ଶ୍ରୀଲିଙ୍ଗ ପାଶେ କରିଣ ପ୍ରଣତି। କର ଯୋଡ଼ି ଜଣାଇବ ଏସନ ଭାରତୀ। ହେ ଦେବ ଦେବ ଶଙ୍କର ହେ ପାର୍ବତୀ ପତି, ତୁମ୍ଭେ ମଙ୍ଗଳ ସ୍ୱରୂପ ତୁମ୍ଭେ ଶାନ୍ତ ମୂର୍ତ୍ତି। ତୁମ୍ଭେ ସର୍ବ ପାପହାରୀ ପୁରୁଷ ଉତ୍ତମ, ତୁମ୍ଭ ଭୟ ଚରଣେ କରୁଛି ପ୍ରଣାମ। ସୁପ୍ରସନ୍ନ ହୁଅ ମୋରେ ପ୍ରଭୁ ବୃଷଧ୍ୱଜ, ଏହି ଅର୍ଘ୍ୟ ଜଳ ମୁହିଁ ଦେଉଅଛି ଆଜ। ଉମାଙ୍କ ସହିତେ ହୁଅ ମୋଠାରେ ସନ୍ତୋଷ, ହେ କ୍ଷମା ନିଧନ କ୍ଷମା କର ମୋର ଦୋଷ। ହେ ପାର୍ବତୀ ପତି ଭକ୍ତ ବତ୍ସଳ ଗୋସାଇଁ, ଦୁଃଖ ଦାରିଦ୍ର୍ୟ ଶୋକରେ ସନ୍ତପ୍ତ ମୁଁ ହୋଇ। ଏ ଶିବରାତ୍ରିରେ ଅର୍ଘ୍ୟ କରୁଛି ପ୍ରଦାନ, ପ୍ରସନ୍ନେ ଗ୍ରହଣ କର ହେ କୃପା ନିଧାନ। ଏମନ୍ତେ ଚାରି ପ୍ରହରେ ହୋଇ ଯତ୍ନବାନ, ଦୁଗ୍ଧ ଦଧି ଘୃତ ମଧୁ ଜଳେ ଲିଙ୍ଗ ସ୍ୱାନ। ଚାରି ପ୍ରହର ଯାକରେ ଅର୍ଘ୍ୟ ଦେଉଥିବ, ପ୍ରତ୍ୟେକ ଅର୍ଘ୍ୟରେ ମନ୍ତ୍ର ମୁଖେ ଉଚ୍ଚାରିବ। ଚାରି ସ୍ନାନ କାଳେ ମନ୍ତ୍ର ପାଠ କରି ଭଲେ, ସ୍ଥାପନ କରାଇବ ଯେ ଲିଙ୍ଗ କୁତୁହଳେ। ହୈಂ ବୀଜ ମନ୍ତ୍ର ସହିତେ ପରମ ସାଦରେ, ଚାରି ନାମେ ଶିବଙ୍କର ଭଣିବ ମୁଖରେ। ପ୍ରଥମେ ଦୁଗ୍ଧ ସ୍ନାନରେ ଓମ୍ ଶିବାୟ ନମଃ, ଦ୍ୱିତୀୟ ଦଧି ସ୍ନାନରେ ଅଘୋରାୟ ନମଃ, ତୃତୀୟରେ ଘୃତ ସ୍ନାନେ ତୁଣ୍ଡେ ଉଚ୍ଚାରିବ ଓମ୍ ବାମଦେବାୟ ନମଃ ସପ୍ତାକ୍ଷର ଭାବ। ଚତୁର୍ଥେ ମଧୁ ସ୍ନାନରେ ବ୍ରତକାରୀ ଜନ ଓମ୍ ସଦ୍ୟଜାତାୟ ନମଃ ଉଚ୍ଚାରିଣ ପୁଣ। ଏହିପରି ଚାରିଥର ସ୍ନାନ ବଢ଼ାଇଣ,
ବିଧାନରେ ଅର୍ଘ୍ୟ ଦ୍ରବ୍ୟ କରିଣ ଅର୍ପଣ। ଅର୍ଘ୍ୟ ଦାନ କାଳେ ମୁଖେ ଭାସିବ ଏସନ। ହେ ଶଙ୍କର ହେ ଦେବେଶ ହେ ପଞ୍ଚଆନନ। ଏ ଜନ୍ମେ ଅନେକ ପାପ କରିଅଛି ମୁହିଁ। ହରଣ କର ସେ ପାପ ସକଳ ଗୋସାଇଁ। ମୁଁ ଆଜି ଶିବରାତ୍ରିରେ ଦେଉଛି ଅର୍ଘ୍ୟ। ଦିବ୍ୟ ଚିତ୍ତେ ଦୟା ବହି ଘେନ ଆହେ ଭର୍ଗ। ଏତେ ବୋଲି ଭକ୍ତି ଭାବେ କରକୁ ଯୋଡ଼ିଣ। ଚରଣ ତଳେ ସାଷ୍ଟାଙ୍ଗେ ନମିତ ତକ୍ଷଣ। ଜଣାଇବ ତଦନ୍ତରେ ଶିରେ ମଣ୍ଡି ପାଣି। ହେ ଦେବ ଦେବ ମହେଶ ପ୍ରଭୁ ଶୂଳ ପାଣି। ତୁମ୍ଭ ପ୍ରସାଦରେ ଆଜି ନିର୍ବିଘ୍ନରେ ମୁହିଁ। ତୁମ୍ଭଙ୍କୁ ଏ ବ୍ରତ ବିଧି ଅର୍ପଣ କଲଇଁ। ହେ ଜଗତନାଥ ହେ ତ୍ରୈଲୋକ୍ୟାଧିପତି। ମୋର ଦୋଷ ଥିଲେ କ୍ଷମା କର ପଶୁପତି। ମୁଁ ଆଜି ଯେ ବଣ ପୁଣ୍ୟ କର୍ମ କରିଅଛି। ଭୁବନେଶ୍ୱରଙ୍କୁ ନିବେଦନ ତା କରୁଛି। ଏସନ ବାକ୍ୟ ଉଚାରି ବ୍ରତକାରୀ ଜନ। ପୁନର୍ବାର ଜଣାଇବ କାକୁସ୍ଥ ହୋଇଣ। ହେ ଦେବ ତୁମ୍ଭର ଅନୁଗ୍ରହେ ଆଜି ମୁହିଁ। ଏହି ବ୍ରତ ସମାପନ କଲିଟି ଗୋସାଇଁ। ହେ ଶ୍ରୀମାନ ମୋହ ପ୍ରତି ଥାଅ ପରସନ। ମୋ ପୂଜାରେ ସିଦ୍ଧ ହେଉ ହେ ଦୟା ନିଧାନ। ତୁମ୍ଭ ଲିଙ୍ଗ ଦର୍ଶନ ମାତ୍ରେ ହେ ତ୍ରିନେତ୍ର। ନିଶ୍ଚୟ ଏ ବ୍ରତ କରି ହେଲି ମୁଁ ପବିତ୍ର। ଏବେ ପାରଣ ମନ୍ତ୍ରର ଅର୍ଥ ଯାହା ଶୁଣ। ବେନି କର ଯୋଡ଼ି ଜଣା କରିବ ଏସନ। ହେ ଶଙ୍କର ମୁଁ ସଂସାର ଯାତନାରେ ଦଗ୍ଧ। ଏହି ବ୍ରତ ଫଳେ ତୁମ୍ଭେ କାର୍ଯ୍ୟ କର ସିଦ୍ଧ। ମୋ ପ୍ରତି ପ୍ରସନ୍ନ ମୁଖ ହୋଇ ସୁଭୁବନେଶ। ଉମା ଦେବୀଙ୍କ ସହିତେ ହୁଅ ହେ ସନ୍ତୋଷ। ହେ ନାଥ ଏକାମ୍ରବନ ବିହାରୀ ଗୋସାଇଁ। ଦିବ୍ୟ ଜ୍ଞାନ ଚକ୍ଷୁ ମୋତେ ଦିଅ ଦୟା ବହି। ସନତ କୁମାର ବୋଲନ୍ତି ଆହେ ମୁନିଗଣ। ଶ୍ରବଣ କଲ ତ ଏହି ବ୍ରତ ବିବରଣ। ଉପବାସ ଭଙ୍ଗକୁ ଯେ ପାରଣ କହନ୍ତି। ଶିବରାତ୍ର ପରଦିନ ଶୁଦ୍ଧ ମନେ ବ୍ରତି। ଚରଣାମୃତ ବା ଜଳ ଗଣ୍ଡୁଷ ପିଇବ। ତଦନ୍ତେ ହବିଷ୍ୟ ଅନ୍ନ ଭୋଜନ କରିବ। ଏହି ମତେ ଦେବ ଦେବ ପ୍ରଭୁ ଭୁବନେଶ। ପାର୍ବତୀ ଦେବୀଙ୍କି ଦେଇଛନ୍ତି ଉପଦେଶ। ବ୍ରତ ଉପବାସେ ବିଧି ନିଷେଧ ଯାଅଛି। ସେ କଥା ଏବେ ମୁଁ ତୁମ୍ଭ ଆଗରେ କହୁଛି। ଉପବାସ ଦିବସରେ ବ୍ରତକାରୀ ଜନ ନିଜ ଦେହେ ନ କରିବ ତୈଳ ମର୍ଦ୍ଧନ। ବିଳାସ ଦ୍ରବ୍ୟକୁ
ଭୋଗ ନ କରିବ। ଦିବାନିଦ୍ରା ପଶା ଖେଳ ସମୂଳେ ବର୍ଜିବ। ନ କରିବ ବହୁ ଦୂର ପଥକୁ ଗମନ। ଆଚରିବ ନାହିଁ କ୍ଲେଶ କର କର୍ମମାନ। ନ କରିବ ଜାଣ ମୁନି ସ୍ତ୍ରୀ ସହବାସ। ଏହା ସବୁ କଲେ ବ୍ରତୀ ହେବ ସର୍ବନାଶ। ପାରଣ ଦିନ ବେଳାଏ ଭୋଜନ କରିବ। ଦ୍ୱିତୀୟ ବାର ଭୋଜନ ଆଶା ବର ଜୀବ। ପରାହ୍ନ ଭୁଞ୍ଜିବ ନାହିଁ ପାରଣ ଦିବସେ। ମନ ବଳାଇବ ନାହିଁ ପତ୍ନୀ ସହବାସେ। ପାରଣ ଦିନରେ ବ୍ରତୀ ପ୍ରବାସେ ନ ଯିବ। ଦିବାନିଦ୍ରା କ୍ଲେଶ କର କର୍ମକୁ ତେଜିବ। ପୁଣ ପୁଣ ଜଳପାନ କଲେ ସେ ଦିନରେ। ଓମ୍ ନମୋ ନାରାୟଣାୟ ବୋଲିବ ମୁଖରେ। ଏହି ଅଷ୍ଟାକ୍ଷର ମନ୍ତ୍ର କରିବ ଜପନ। ଅଷ୍ଟୋତ୍ତର ଶତବାରେ ଜପ ସମାପନ। ସଂକଳ୍ପିତ ବ୍ରତ ଭଙ୍ଗ କଲେ ବ୍ରତୀ ନର। ମସ୍ତକ ମୁଣ୍ଡନ ହୋଇ କରି ତଦନ୍ତର। ତିନି ରାତ୍ର ଉପବାସୀ ହୋଇ ସେ ମାନବ। ପୁନର୍ବାର ସେହି ବ୍ରତ ଗ୍ରହଣ କରିବ। ଅସମର୍ଥ ପକ୍ଷେ ଯାହା ରହିଛି ନିୟମ ତାହା କହୁଅଛି ଶୁଣ ହେ ମୁନି ଉତ୍ତମ। ତ୍ରିରାତ୍ର ଉପବାସର ଅନୁକଳ୍ପ ବିଧି। 24 ପଣ କଉଡ଼ି ମୂଲ୍ୟ ଶାସ୍ତ୍ରେ ସିଦ୍ଧି। ଉତ୍ସର୍ଗ କରିବ ବିଜ୍ଞ ବ୍ରାହ୍ମଣର ହସ୍ତେ। ଉପବାସ ଅନୁକଳ୍ପ ଅଟଇଏ ମନ୍ତେ। ପ୍ରମାଦବଶରେ ଥରେ ବ୍ରତ ଭଙ୍ଗ ହେଲେ। ଅଥବା କୌଣସି ଅଙ୍ଗ ହାନି ଘଟିଗଲେ। ତହିଁରେ ବ୍ରତୀର ବ୍ରତ ନଷ୍ଟ ହୁଏ ନାହିଁ। ପୁଣି ବ୍ରତ ଗ୍ରହଣର ଲୋଡ଼ା ନ ହୁଅଇ। ଉପବାସ ଦିନେ ପ୍ରାଣ ସଂଶୟ ଘଟିଲେ। ଅଥବା ଉପବାସରେ ଅଶକତ ହେଲେ। ଜଳ ଫଳ ମୂଳ ଘୃତ ଦୁଗ୍ଧ ଆଦି କରି ଭକ୍ଷଣ କରିପାରିବ ସେହି ବ୍ରତାଚାରୀ। ଅଥବା ଗୁରୁ ପିପ୍ରଙ୍କ ଅନୁମତି ନେଇ ପୂଜା ଅନ୍ତେ କିବା ରାତ୍ରେ ଇଷ୍ଟ ଦେବ ଧ୍ୟାଇ। ହବିଷ୍ୟ ଅନ୍ନ ଭକ୍ଷଣ କଲେ ସେହି ବ୍ରତୀ। ବ୍ରତ ଭଙ୍ଗ ହେତୁ ତୋଷ ନ ହୁଅଇ ତଥି। ଏକଇ କାର୍ଯ୍ୟର ଉପବାସର ଦିବସେ। ଭୋଜନ ବିହିତ ହେଲେ ଅନ୍ୟ କାର୍ଯ୍ୟ ବସେ। ଯେପରି ଶ୍ରାଦ୍ଧ ଶେଷରେ ଭୋଜନ କର୍ତ୍ତବ୍ୟ ତାର ପରିବର୍ତ୍ତେ ମାତ୍ର ଆଘ୍ରାଣ କରିବ। ଏକ ଏକଇ କାର୍ଯ୍ୟର ପାରଣାର ଦିନ ଅନ୍ୟ କାର୍ଯ୍ୟ କାରଣରେ ଆହେ ମୁନିଗଣ। ଉପବାସ କରିବାର ଆବଶ୍ୟକ ହେଲେ ପାରଣ କରିବେ ବ୍ରତୀ କେବଳ ସଲିଳେ। ପୁରାଣ ପାଠରେ ନାରୀ ଶୂଦ୍ରମାନଙ୍କର
ସମ୍ପୂର୍ଣ୍ଣ ଭାବରେ ଥିବା ହେତୁ ଅଧିକାର। ବ୍ରତ କଥା ନିଜେ ପଢ଼ି ପାରିବେ ସେମାନେ, ଅଶକ୍ତ ହେଲେ ଶୁଣିବେ ବ୍ରାହ୍ମଣ ବଦନେ। ଜ୍ଞାନବାନ ହେଲେ ସୁଦ୍ଧା ଅନ୍ୟ ବର୍ଣ୍ଣ ମୁଖେ, ବ୍ରତ କଥା ନ ଶୁଣିବ ଶାସ୍ତ୍ରେ ହାଲେଖେ। ଏହି ଯେ ସାଧୁ ବଚନ ଅମୂଲ୍ୟ ନିଶ୍ଚୟ, ସକଳ ପୁରାଣରେ ଆଦି ପାଠ ହୁଏ। ଗାୟତ୍ରୀ ସ୍ୱରୂପ ଏହୁ ପୁରାଣ ଯାକର, ଏଥିରେ ସଂଶୟ ନାହିଁ ଜାଣ ମୁନିବର। ଶିବରାତ୍ରି ବ୍ରତ ଯେହୁ ପରିତ୍ୟାଗ କରେ, ଭଗବତ ପୂଜା ଫଳ ସେ ପାଇ ନ ପାରେ। ଏଥିପାଇଁ ବିଜ୍ଞ ସାଧୁ ବୈଷ୍ଣବନୀ କରେ, ଏହି ବ୍ରତ ଆଚରନ୍ତି ଶ୍ରଦ୍ଧା ଭକ୍ତି ଭରେ। ଶ୍ରୀମୁଖରେ ସାୟଁ ଆଜ୍ଞା କରିଛନ୍ତି ହରି, ମୋ ଭକ୍ତ ଯଦି ହୁଇ ଶିବେ ଦ୍ୱେଷକାରୀ। ଅଥବା ଶିବଙ୍କ ଭକ୍ତ ମୋରେ ହୁଏ ଦ୍ରୋହୀ, ତେବେ ସେ ଉଭୟଙ୍କର ପରାଗତି ନାହିଁ। ଯେତେ କାଳ ଯାଏ ଚନ୍ଦ୍ର ସୂର୍ଯ୍ୟ ରହିଥିବେ, ସେ ପର୍ଯ୍ୟନ୍ତ ଦ୍ରୋହୀ ଜନେ ନରକ ଭୋଗିବେ। ସୌର ଶକ୍ତି ଗାଣପତ୍ୟ ଶୈବତା ବୈଷ୍ଣବ, କିଏ ବା ଅନ୍ୟ ଦେବତା ପୂଜଇ ସେ ସର୍ବ। ଶିବରାତ୍ରି ମହାବ୍ରତ ନ ପାଳିବେ ଯେବେ, କେବେ ସେ ଇଷ୍ଟ ପୂଜା ଫଳ ନ ପାଇବେ। ଶୌନକ ଉବାଚ। ଶୌନକ ମୁନି ପୁଛନ୍ତି ସରାଗ ମାନସେ, ହେ ବିଧି ନନ୍ଦନ ଫେଡ଼ି କହ ଆମ୍ଭ ପାଶେ। ତ୍ରୟୋଦଶୀ ବିଦ୍ଧା ଚତୁର୍ଦଶୀ ଯଦି ହୁଏ, ଶିବରାତ୍ରି ବ୍ରତ ଜନେ ପାଳିବେ କି ପ୍ରାୟ। ସନତ କୁମାର ଉବାଚ। ସନତ କୁମାର ବୋଲନ୍ତି ହେ ମୁନି ସମାଜ, ତ୍ରୟୋଦଶୀ ବିଦ୍ଧା ଚତୁର୍ଦଶୀ ପରିତ୍ୟାଜ୍ୟ। ମହାମୁନି ପରାଶର କହିଛନ୍ତି ଯାହା, ଏକ ମନେ ଶୁଣ ଏବେ କହୁଛି ମୁଁ ତାହା। ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦଶୀ କାଳେ, ଅମାବାସ୍ୟାର ସହିତ ଯୋଗ ପ୍ରାପ୍ତ ହେଲେ, ସେହି ଦିନ ଆଚରିବ ଶିବରାତ୍ରି ବ୍ରତ। ଶିବଙ୍କର ପ୍ରୀତିକର ସେଦିନଟି ମାତ୍ର, ତ୍ରୟୋଦଶୀ ଯୁକ୍ତ ଶିବ ରାତ୍ର ବ୍ରତ କେବେ। ବିଷ୍ଣୁ ଭକ୍ତ ମାନେ କଦା ଚନନ ପାଳିବେ, ଶଙ୍କର କହିଛନ୍ତି ଯା ଉମାଙ୍କୁ ସରାଗେ। ତାହା ଏବେ କହୁଅଛି ମୁହିଁ ତୁମ୍ଭ ଆଗେ। ଶିବରାତ୍ରି ବ୍ରତେ ଉପବାସର ବିଧାନ, ରାତ୍ରି କାଳେ ଲିଙ୍ଗ ପୂଜା ପୁଣି ଜାଗରଣ। ଏହି ତ୍ରିବିଧ କାର୍ଯ୍ୟକୁ ସୁବୁଦ୍ଧି ମାନବେ, ଯଥାବିଧି ଅନୁଷ୍ଠାନ ଅବଶ୍ୟ କରିବେ। ଶିବ ଚତୁର୍ଦଶୀ ଆଉ ପ୍ରେତ ଚତୁର୍ଦଶୀ, ଅଘୋର ଚତୁର୍ଦଶୀ ଯେ ସାବିତ୍ରୀ ଚୌଦଶୀ। ଏ ସମସ୍ତ ଚତୁର୍ଦଶୀ ବ୍ରତ ଦିବସରେ, ଚତୁର୍ଦଶୀ ଅମାବାସ୍ୟା
ଯୁକ୍ତ ହେଲେ ପରେ ସେହି ଦିନ ଉପବାସ ଅଟଇ ପ୍ରଶସ୍ତ ପର ଦିବସରେ ବ୍ରତ ପାରଣ ବିହିତ ବିଷ୍ଣୁ ନିବେଦିତ ନେ ବୈଷ୍ଣବ ସକଳେ ସର୍ବଦେବତାଙ୍କ ପୂଜା କରିବେ କୁଶଳେ ଏ ବିଷୟ ପଦ୍ମସ୍କନ୍ଧ ଉଭୟ ପୁରାଣ କହିଛନ୍ତି ଯଥୋଚିତ आहे मुनिगणे विष्णुर्निवेदितानेन जष्टव्यः सर्वदेवतः पितृभ्यश्चापि तद्धेयं तदनन्त्याय कल्पते श्रीभगवत प्रसाद निर्माल्य आदिरे अन्य देव देवी गण पूजीव विधिरे श्राद्ध काले पितृगण विष्णुंक प्रसाद शुद्ध मने पिंड देव विज्ञ जन वृंद एथिरे अनंत फल लोभिबे से प्राणी पार्वती की एहा कही छंति शूल पाणी शुण मुनि श्रीहरिंक श्रीमुख वचन स्वयं बखाणी अछंती से पद्मलोचन जेहो शिव से ही मोहि हरिहर देही आकाश पवने जेने किछि भेद नाही तेसन कौ माधव माधव भेद दुई देव एक आत्मा जाने भक्त वृंद भेद भाव न रखन्ति मने ताहांकर एणु शिवंकु करिव नाही अनादर मुहि रुष्ट हेले शिव निस्तारी पारंती शिव रुष्ट हेले आउ काहे नाही गति दीप दीपांतरे जेन्हे अटई अभिन्न कारण कार्य एबेनी अभिन्न जेसन हरिहर दुहे जान सेहि परकार अभिन्न आत्मा अटंती से जे परस्पर एथु प्रमाणित हेउ अछि जत चित महाफलदायक जे शिवरात्रि व्रत विष्णु संबंध वर्जित नुहे कदाचन एकनिष्ठ वैष्णवे करिबे अनुष्ठान इहलोके हरिहर नाम गुणाधीरे भेद बुद्धिरे योजना देखई नेत्रे से प्राणी हरि नामरे अणहितकारी हरि नाम अपराधी अशुद्ध आचारी भविष्य उत्तरे कही छंती चक्रपाणी से पंडु नंदन तुम्भे भोले थाओ जाने मोर जे परम भक्त मो भावे विभोर अन्य देवतांको न करिब नमस्कार अन्य देवे केवे न इच्छिब दर्शन न करिब अन्य देव प्रसाद ग्रहण सर्वदा मोर तिलक मुद्रादि धारणे रहिथिब मोर धाम लभिबा कारणे मात्र श्री भुवनेश्वर नामे जे विख्यात
ତାଙ୍କୁ ନ ମଣିବ ଅନ୍ୟ ଦେବତାଙ୍କ ମାତ। ନଲିଙ୍ଗମ୍ ଭୁବନେଶ୍ୱରମ୍ ଏ ବଚନ ସତ୍ୟ। ଯେଣୁ ଆମ୍ଭେ ହରିହର ଏକ ଆତ୍ମା ଖ୍ୟାତ। ଏହିପରି ଶ୍ରୀମୁଖରେ କହିଛନ୍ତି ହରି। ସଂଶୟ ନ ମଣ କିଛି ଆହେତ ପଚାରି। ମତ୍ସ୍ୟ କୁର୍ମ ବରାହାଦି ଯେଉଁ ପ୍ରକାର। ଶ୍ରୀ ବିଷ୍ଣୁଙ୍କର ଅଟନ୍ତି ଲୀଳା ଅବତାର। ସେହିପରି ଶିବ ଗୁଣା ବତାର ପ୍ରଧାନ। ଏ ରୂପେ ଅଭେଦ ଜ୍ଞାନ କରି ଭକ୍ତ ଜନ। ଶିବରାତ୍ରି ମହାବ୍ରତ ପାଳିବେ ସାଦରେ। ଚଉବର୍ଗ ଫଳ ସେଉ ଲଭିବେ ମଦରେ। କାର୍ଯ୍ୟಂ ଗୁଣବତାରତ୍ୱେ ନୈକ୍ୟାଦୃଦ୍ରस्य ବୈଷ୍ଣବୈ। ବୈଷ୍ଣବାଗ୍ରତୟା ଷଷ୍ଠ୍ୟାत् ସନାଚାରାच्च ତଦବ୍ରତम्। ଯେହେତୁ ଶ୍ରୀ ମହାଦେବ ଶୁଣ ଅବତାରେ। ବୈଷ୍ଣବଙ୍କ ଚୂଡ଼ାମଣି ବିଷ୍ଣୁ କଳେବର। ସେଥିପାଇଁ ଗ୍ରନ୍ଥକାର କଲେ ପ୍ରସ୍ତାବ। ଶିବରାତ୍ରି ବୈଷ୍ଣବଙ୍କ ଅବଶ୍ୟ କର୍ତ୍ତବ୍ୟ। ଏ ବ୍ରତ ସମ୍ବନ୍ଧେ ବହୁ ସିଦ୍ଧାନ୍ତ ରହିଛି। ଥୋକାଏ କହିଲି ମାତ୍ର ଶରଧାରେ ବାଛି। ଏବେ ମହାଯାତ୍ରା ବିଧି କରସି ଶ୍ରବଣ। ଯେଉଁପରି କହିଛନ୍ତି ପାର୍ବତୀର ମଣ। ଶିବରାତ୍ରି ବ୍ରତ ସର୍ବ ପାପ କରେ ଧ୍ୱଂସ। ଶିବରାତ୍ରି ଯାତ୍ରା ପୁଣ୍ୟ ଦାୟକ ଅବଶ୍ୟ। ଅଧ୍ୟାୟ ପ୍ରଥମ ଯାହା ହୋଇଛି ବର୍ଣ୍ଣନ। ପ୍ରତିଯାମେ ଭୁବନେଶ ଦେବଙ୍କ ପୂଜନ। ଉତ୍ତମ ବିଧାନେ ଭୁବନେଶଙ୍କୁ ପୂଜିବ। ହୋମ କୁଣ୍ଡେ ଦେବଙ୍କର ହୋମ ଆରମ୍ଭିବ। ସ୍ୱୟଂ ଶିବଙ୍କ ଆଦେଶ ପାର୍ବତୀଙ୍କ ପ୍ରତି। ଶ୍ରବଣ କର ସରାଗେ ସର୍ବମୁନି ଯତି। ଅନେକ ବିଧିନା ସମ୍ୟକ୍ ଭୁବନେଶଂ ପ୍ରପୂଜୟେତ୍। ହୋମକୁଶଂ ସମାସାଦ୍ୟ ଦେବଂ ତତ୍ରୈବ ହୋମୟେତ୍। ଅଷ୍ଟୋତ୍ତର ଶତଂ ଚୈବ ଶୈବାଗ୍ନौ ବିଧିବତ୍ସୁରିଃ। ତିଳତଣ୍ଡୁଳ ବ୍ରୀହିभिश्चरं କୃତ୍वा ବିଶେଷତଃ। ଦତ୍ତାପୂର୍ଣ୍ଣାହୁତିଂ ଚୈବ ଶିବमुद्दिश्य च ବ୍ରତି। କୃତାଞ୍ଜଳିପୁଟ ଭୂତ୍ୱା ଦେବାଗ୍ରେ ତୁ ଜପେଦିତम्। ଅବିଘ୍ନେନ ବ୍ରତଂ ଦେବ त्वत्प्रसादात् समापितम्। क्षमस्व जगतां नाथ त्रैलोक्याधिपते विभो। देवे देवଙ୍କ उद्देश्य हे मोर विधान। अष्टोत्तर शत संख्या आहुति प्रमाण। शिवाग्निरे विधि मते होम आचरिब। तिलतण्डुल ब्रीहिरे चरु संपादिब। शिवଙ୍କ उद्देश्य व्रती हेब पूर्णाहुति। कृताञ्जलि पुटे देव अग्रे करि स्तुति। मंत्र जपे तदंतरे हेब आगुसार। प्रार्थना करिब तहु जोड़िबे निकर।
बोलिब हे देव तुम्भ प्रसादे व्रत अविघ्ନରେ सर्व शुभे ହେଲା समापत सगुणरे क्षमा कर हे जगत ईश एथिरे जदि मोहर थाए किछि दोष हे त्रैलोक्याधिपति हे जगत विभु हे सनाचल बिहारी दयामय प्रभु क्षमा प्रार्थना मोहि अभय चरणे अपराध हर देव प्रसन्ने आपणे शिव शंकर देवेश व्रतानां परिपालक शिवरात्रि व्रतं देवं कृतमेतत्प्रसादतः प्रातःकालमनुप्राप्य पंडिताय तपस्विने यत्किञ्चिदपि देवेशि दत्याच्च दिश्यनं विभुं धियतामीश्वरः सौम्ये महादेव सनातन शतजन्म कृतं पापं मम देव प्रणश्यतु इत्युक्त्वा प्रणमे भूमौ दद्याच्छक्त्या तो दक्षिणाम् एकः पूजयते भक्त्यां भक्त्या चान्य प्रपर्यति तुल्यमेव फलं ताभ्यां भक्तिरेदात्र कारणं माघकृष्ण चतुर्दश्यां लिंग तत्र विलोकते शिव साजुजमात्मोति जदि वे देवः प्रमाणभाक् माघकृष्ण चतुर्दश्यां रविवार जदा भवेत् भौमवार्थ भवेत् देवी कर्तव्यं व्रतमुत्तमं शिवयोगस्य योगो वै तद्भवेदुत्तमोत्तमम् अर्धरात्रजुतत्र माघकृष्ण चतुर्दशी शिवरात्रि व्रतं तत्र स्वमेध फलं लभेत् शिवरात्र्यास्तु जात्रायां दर्शनेनैव मानवः सर्वपापं विनिर्मुक्ता शिवमात्मोऽत्य संशयः एषा पापहरा जात्रा मयोक्ता किल पार्वती तस्याः दर्शन पूजाभ्यां समान फलमिष्यते शिव शंकर देवेश ब्रह्मांड ठाकुर व्रतर परिपालन एकाम्र ईश्वर तुम्भ कृपारे हे देव दयालु गोसाई शिवरात्रि व्रत आज पाळिबई मोहि एमंत कही प्रार्थना मंत्र उच्चारिब तदंतरे यत्किंचित निवेदन द्रव्य हे देवेश ताहा मोर उद्देश्य अर्पिब कर जोड़ी भक्ति भावे पुणी जणाइब बोलिब हे उमेश्वर सौम्य लिंगराज महादेव सनातन प्रीत हुओ आज हे देव मोहर सत जन्म कृत पाप तुम्भ अनुग्रहे सबु होई जाऊ लोप एहा कही भूमि परे साष्टांगे नमिब शक्ति अनुसारे यथा दक्षिणा अर्पिब भक्तिरे पूजा भक्तिरे कले दर्शन तुल्य फल मिले ताकू भक्तिर कारण फाल्गुन चतुर्दशी रे लिंग दर्शने शिव साजुज्य प्राप्त
ହୋଇ ପ୍ରାଣୀମାନେ। ଫାଲ୍ଗୁନ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦିନ, କାଳେ ଯଦି ରବିବାର ହୁଅଇ ଘଟଣା, ଦିବ୍ୟ ଯୋଗ କହି ତାକୁ ଆଗ ଭଗବତୀ। ଭଲେ ବ୍ରତ ଆଚରିବେ ନର ନାରୀ ବ୍ରତୀ, ଯୋଗ ମଧ୍ୟେ ଶିବ ଯୋଗ ଅଟେ ସେ ଦିବସ। ମହା ଉତ୍ତର ଯୋଗ ଯେ ବୋଲାଏ ଅବଶ୍ୟ, ଅର୍ଦ୍ଧରାତ୍ର ଯୁକ୍ତ ହେବେ କୃଷ୍ଣ ଚତୁର୍ଦ୍ଦଶୀ। ଶିବରାତ୍ରି ବ୍ରତ ତ୍ରତ ଜାଣ ଗୋ ଦେବେଶୀ, ଶୁଚିମନ୍ତ ଭାବେ ଯେବା ପାଳନ କରଇ। ଅଶ୍ୱମେଧ ଯଜ୍ଞ ଫଳ ସେ ଜନ ଲଭଇ, ଶିବରାତ୍ରି ଯାତ୍ରା ଯେହୁ କରଇ ଦର୍ଶନ। ସେ ମାନବ ସର୍ବ ପାପୁ ଲଭେ ପରିତ୍ରାଣ, ଦେହାନ୍ତରେ ଶିବଲୋକ ହୋଇ ପ୍ରାପତ। ଏଥିରେ ସଂଶୟ ନାହିଁ କହିଲିଟି ସତ୍ୟ, ଏମନ୍ତ ଯେ ପାପ ହରା ଯାତ୍ରା ମନୋହାର। ହେ ପାର୍ବତୀ ମହୋତ୍ସବ ଦେଖନ୍ତି ଯେ ନର, ତାହାଙ୍କ ଦର୍ଶନ ଫଳ ପୂଜା ଫଳ ସମ। ଯଥାର୍ଥରେ ବୁଝ ଦେବି ଏ ବ୍ରତ ମରମ, ଏହି ମତେ ଦେବ ଦେବ ତ୍ରିଭୁବନେଶ୍ୱର। ବଖାଣିଲେ ସ୍ନେହ ଭରେ ଉମାଙ୍କ ଆଗର, ସୌନକାଦି ମୁନିଙ୍କର ପାଶେ ବିଧି ସୂତ। ପ୍ରକାଶ କଲେ ନୈମିଷ କାନନେ ତତ୍ତ୍ୱ, ଶ୍ରବଣ କରି ସକଳ ତାପସ ନିକରେ। କୃତ୍ୟ କୃତ୍ୟ ହେଲେ ତାହିଁ ଅନୁରାଗ ଭରେ, ଶ୍ରୀଲିଙ୍ଗ ପୁରାଣ ନାମେ ଗ୍ରନ୍ଥ ସୁଧା ସାର। ଏ ଚରିତ ପଢ଼ି ଶୁଣି ଆହେ ନାରୀ ନର, ଅସାର ସଂସାର ସିନ୍ଧୁ ତରନାୟାସେ। ଦୁଃଖୀ କ୍ଷେତ୍ରବାସୀ ଦାସ ଭାଷା ଛନ୍ଦେ ଭାସେ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ଶିବ ଚତୁର୍ଦ୍ଦଶୀ ମହାବ୍ରତ ପ୍ରସଙ୍ଗେ ଯଥାବିଧି ବର୍ଣ୍ଣନେ ନାମ ଊନବିଂଶ ଅଧ୍ୟାୟ। ବିଂଶ ଅଧ୍ୟାୟ ଶିବରାତ୍ରି ମହାତ୍ମ୍ୟ ପ୍ରସଙ୍ଗେ ପାପକର୍ମା ନିଶାନ ଉପାଖ୍ୟାନ। ସନତ କୁମାର ଉବାଚ, ସନତ କୁମାର କହନ୍ତି ଶୁଣ ମୁନି ଗଣ, ଶିବରାତ୍ରି ବ୍ରତର ଯେ ମହିମା କଥନ। ଯଥା କାଳେ হৈମବତୀ ଏକାମ୍ର କାନନେ, ଏକାନ୍ତରେ ପଚାରିଲେ ଶିବଙ୍କୁ ଯତନେ। ପାର୍ବତୀ ଉବାଚ, ଆହେ ନାଥ ଦେବ ଦେବ ପ୍ରଭୁ ତ୍ରିଲୋଚନ, କହିଲ ଯା ଶିବରାତ୍ରି ବ୍ରତର ବିଧାନ। କିଏ କରିଥିଲା ଏହି ବ୍ରତ କେଉଁ କାଳେ, ତା ମତେ ବୁଝାଇ କହ ଶୁଣିବି କୁଶଳେ। ଶିବ ଉବାଚ, ଶିବ କହନ୍ତି ଶୁଣ ଗୋ ପରାଣ ମିତଣି, କହୁଛି ତୁମ୍ଭଙ୍କୁ ମୁହିଁ ବିଚିତ୍ର କାହାଣୀ। ପାପ କର୍ମା ନାମେଣ ଯେ ଏକଇ ନିଷାଦ, ଅତି ଅସରନ୍ତି ତାର
ପାପ ପରମାଦ। ବଡ଼ ଦୁର୍ଜନ ହିଂସ୍ରକ ସ୍ୱଭାବ ତାହାର। ଭାରତ ଖଣ୍ଡର ମଧ୍ୟ ଦେଶେ ତାର ଘର। ଚକ୍ଷୁ ତାର ବିକଟାଳ କାଳିମା ବରନ। ଖର୍ବ ଆକୃତି ତା ଦେହ ଅତି ବିଡ଼ମ୍ବଣ। କୁଟିଳ ହୃଦୟ ସେହି ପାପୀ ଦୁରାଚାର। ଦାରୁଣ ଦୁର୍ମତି ଅତି ନିର୍ଦ୍ଦୟ ନିଷ୍ଠୁର। ସର୍ବାଙ୍ଗ ଯାକରେ ଯାଦୁ ମାଖରା କାଳିଆ। ଅତି ମୋଟା କାୟ ସେହୁ ଦନ୍ତ ବିଶାଳିଆ। ଦେଖିବାକୁ ଅପ୍ରକାର ବଡ଼ଇ ଭୀଷଣ। ପଶୁ ପକ୍ଷୀ ମାରି କରେ ଉଦର ପୋଷଣ। ବନେ ବନେ ବୁଲୁଥାଇ ପ୍ରତିଦିନ ସେହି। ଧନୁଷର ଛୁରୀ ଜାତି ସଙ୍ଗେ ଥାଇ ବହି। ଅଣ୍ଟାରେ ପାଶ ଦଉଡ଼ି ଗୋଛାଏ ଗୁଡ଼ାଇ। ଜାଲ କାଣ୍ଡିଆ ନଳକୁ କାନ୍ଧ ପରେ ଥୋଇ। ନିରୋଳାରେ କାନନରେ କରଇ ଭ୍ରମର। ବନଜୀବମାନଙ୍କୁ ସେ ହିଂସେ ପଣ ପଣ। ପଞ୍ଜରା ଖାଳୋଇ ଶିକା ବାହୁଙ୍ଗା ସହିତେ। ଲାଉ ତୁମ୍ବା ଅଗ୍ନି ହୁଳା ଘେନି ଥାଏ ସାଥେ। କପୋତ କୋଇଲି ଶୁକ ସାରିକା ଖଞ୍ଜନ। ନାନା ଜାତି ପକ୍ଷୀ ଧରେ ଜାଲକୁ ପାତିଣ। କାହାକୁ କାଣ୍ଡ ବିନ୍ଧି ସେ ପରାଣ ଘେନଇ। କାହାକୁ ଅଠା କାଣ୍ଡିଆ ଲଗାଇ ଧରଇ। ଏହି ମତେ ସେହି ଦୁଷ୍ଟ ପକ୍ଷୀଗଣ ମାରେ। ମହାନନ୍ଦ ହୋଇତା ପିଞ୍ଜରାରେ ଭରେ। ଜିଅନ୍ତା ଶୁଆ ସାରିଙ୍କି ଗ୍ରାମେ ବୁଲି ବିକେ। ମଲା ପକ୍ଷୀ ମାଂସ ଛେଦି ନିଜେ ରାନ୍ଧି ଭକ୍ଷେ। ଏକଇ ଦିନର କଥା ଶୁଣ ଅମ୍ବିକାଇ। ସକାଳୁ ତା କୁଡ଼ିଆରୁ ବାହାରିଲା ସେହି। ପକ୍ଷୀ ଧରା ଜାଲ କାଣ୍ଡ ଧନୁ ଘେନି ଗଲା। କାଳାଞ୍ଜନ ପର୍ବତରେ ଯାଇ ପହଞ୍ଚିଲା। ସାରସ କପୋତ ଶୁକ ସାରି ଆଦି ପକ୍ଷୀ। ଜାଲ ପାତି ଧଇଲା ସେ ହୋଇ ଅତି ସୁଖୀ। ପିଞ୍ଜରା ଭିତରେ ଭରି ଆନନ୍ଦ ମନେଣ। ଆହୁରି ମୃଗ ବରାହ ଆଦି ବଧି ପୁଣ। ଭାର କରି ବନ ପଥେ କରଇ ଗମନ। ଦିନ ଯାକ କରି ନାହିଁ କିଛି ଭକ୍ଷଣ। ତେଣୁ କ୍ଷୁଧାରେ ଆକୁଳ ହେଲା ତା ପରାଣ। ଶୀତେ ଥର ଥର ହୁଏ ତାର ପଘନ। କନ୍ଧେ ମାଂସ ଭାର ମାଥେ ଚଢ଼ାଇ ମଞ୍ଜରୀ। ହାତେ ଧନୁଷର ଜାଲ ଫାନ୍ଦ ଅଛି ଧରି। ଶୀତରେ କମ୍ପି କମ୍ପି ସେ ଚାଲି ନ ପାରିଲା। ସୂର୍ଯ୍ୟ ଅସ୍ତ ହୋନ୍ତେ ରାତ୍ରି କାଳ ପ୍ରବେଶିଲା। ଘୋର ଅନ୍ଧକାର ଦେଖି ହୋଇଲା କାତର। ହିଂସ୍ର ଜନ୍ତୁ ମାନେ ବାହାରିଲେ
ଭୟଙ୍କର। କି ଉପାୟ କରିବ ସେ ବୁଦ୍ଧି ନ ଦିଶିଲା। ଜୀବନ ବିକଳେ ବେଲ ଗଛରେ ଚଢ଼ିଲା। ଏକ ମହାବଳ ବାଘ ଆସିଲା ତହିଁକି। ଖାଇବ ବୋଲି ରହିଲା ଗଛ ମୂଳେ ଟାଳି। ବୃକ୍ଷ ପରେ ଥାଇ ବ୍ୟାଧ ବାଘର ଭୟରେ। ଡାଳ ପତ୍ର ମାନ ପ୍ରାଣ କଲବଲେ ଧରେ। କେତେ ଡାଳ ପତ୍ର ଭାଙ୍ଗି ତଳକୁ ପକାଏ। ବିଚାରଇ ବାଘ ଛାଡ଼ି ପଳାଇବ ଭଏ। ଦଇବେ ସେଦିନ ହୋଇଥିଲା ଶିବରାତ୍ରି। ସେ ବୃକ୍ଷ ମୂଳରେ ଥିଲେ ଲିଙ୍ଗ ଏକ ମୂର୍ତ୍ତି। ମହାଭୟରେ ନିଷାଦ ହୋଇ ଛନ୍ନ ଛନ୍ନ। ବେଲପତ୍ର ମାନ ସବୁ ଡାଳ ସହିତେଣ। ବୃକ୍ଷରୁ ଭାଙ୍ଗି ଯେ କାଳେ ତଳକୁ ଫିଙ୍ଗଇ। ଶିବଲିଙ୍ଗ ଉପରେ ସେ ପତ୍ର ପଡ଼େ ଯାଇ। ରାତିଟି ଯାକ ମନ୍ତେ ଛିଣ୍ଡାଇ ପତର। ଗଦା କରିଦେଲା ସେହି ଲିଙ୍ଗ ଶିର ପର। ଦିନ ଗୋଟା କରି ନାହିଁ ସେ ବ୍ୟାଧ ଆହାର। ରାତ୍ରିରେ ନିଦ୍ରା ନ ଯାଇ ହେଲା ଉଜାଗର। ଦୈବବଶ ଶିବରାତ୍ରି ଉପବାସୀ ଦେଲା। ସୂର୍ଯ୍ୟ ଉଦୟ ହେଲେ ଆସି ରାତି ପାହିଗଲା। ବୃକ୍ଷ ମୂଳେ ଛାଡ଼ି ବାଘ ଯାନ୍ତେ ଅନ୍ୟ ସ୍ଥାନେ। ଓହ୍ଲାଇଲା ବୃକ୍ଷରୁ ସେ ବ୍ୟାଧ ମନ ଛନେ। ମାଂସ ଭାର ଆଦି ଅନ୍ୟ ବୃକ୍ଷେ ଟାଙ୍ଗିଥିଲା। ତାହା ଘେନି ଧୀରେ ଧୀରେ ଗୃହ ପଥେ ଗଲା। ଖଣ୍ଡେ ଦୂରେ ମହାବଳ ଜଗି ବସିଥିଲା। ଅକସ୍ମାତେ ଝାମ୍ପ ମାରି ବ୍ୟାଧକୁ ଖାଇଲା। କାଳ ପାଶରେ ବାନ୍ଧିଣ ଯମଦୂତେ ଖରେ। ମୁଦ୍ଗର ପିଟିବା କାଳେ ବ୍ୟାଧର ମଥାରେ। ମୋର ଦୂତ ମାନେ ଅତି ବେଗେ ଗଲେ ଧାଇଁ। ଯମଦୂତଙ୍କୁ କହିଲେ କ୍ରୋଧ ଭର ହୋଇ। ଆରେ ଆରେ ଯମଦୂତେ ଅଜ୍ଞାନୀ ଅବୋଧ। ଶିବଙ୍କ ପରମ ଭକ୍ତ ଅଟଇଏ ବ୍ୟାଧ। କାଲି ଏହୁ କରିଅଛି ଶିବରାତ୍ର ବ୍ରତ। ଶିବଲିଙ୍ଗ ପୂଜିଅଛି ଦେଇ ବେଲପତ୍ର। ଅଟହାସ୍ୟ ହସି ତହୁଁ ଯମଦୂତ ଗଣ। ଛଳାଇ ମୋର ଦୂତଙ୍କୁ ବୋଇଲେ ତକ୍ଷଣ। ଅନେକ ପାପ କରିଛି ଏ ବ୍ୟାଧ ଜୀବନେ। ଯମ ପାଶେ ବାନ୍ଧି ଘେନି ଯିବୁ ଆମ୍ଭେ ମାନେ। କିମ୍ପା ଏଥେ ଆସି ତୁମ୍ଭେ ଶିବଦୂତ ଗଣ। ଆମ୍ଭମାନଙ୍କୁ ହେ କରୁ ଅଛନେ ବାରଣ। ଏମନ୍ତେ ସେ ଯମଦୂତେ ମୋ ଦୂତଙ୍କୁ କହି। ଓଟାରି ନେବାକୁ ଆସୁ ସାରହନ୍ତେ ତହିଁ। ବଳାତ୍କାରେ ମୋର ଦୂତେ
ବ୍ୟାଧକୁ ଛଡ଼ାଇ ସେ ଯମଦୂତଙ୍କୁ କ୍ରୋଧେ ଦେଲେ କତଡ଼ାଇ। ଭୟଙ୍କର ଯମଦୂତେ ପଳାଇଣ ଗଲେ ଯମରାଜାଙ୍କ ଛାମୁରେ ସବୁ ଜଣାଇଲେ। ଶୁଣି ଯମରାଜା ଚିତ୍ର ଗୁପ୍ତଙ୍କୁ ପୁଛନ୍ତି ପାଞ୍ଜି ଦେଖି ଯମ ମନ୍ତ୍ରୀ କହିଲେ ତଦନ୍ତେ ବାଧ ତା ଦେହରେ ଯେତେ ପାପ କରିଥିଲା ଶିବରାତ୍ରି ଦିନ ଉପବାସରେ ବଞ୍ଚିଲା ତେଣୁ ସବୁ ପାପ କ୍ଷୟ ହୋଇଛି ତାହାର। ଶୁଣି ଯମ କର ଯୋଡ଼ି ସ୍ତୁତି କଲେ ମୋର ମଦୂତେ ସେହି ବ୍ୟାଧକୁ ବସାଇ ବିମାନେ ଶୂନ୍ୟ ବହି ଘେନି ଗଲେ କୈଳାସ ଭୁବନେ ଦିବ୍ୟବାସ ପାଇ ତହିଁ ସୁଖରେ ରହିଲା। ଜାଗର ବ୍ରତ ଫଳେ ମୋ ସେବକ ହୋଇଲା। ଜାତିରେ ସବର ପ୍ରାଣୀ ନ ଜାଣେ ଭକତି ନ ଜାଣଇ ଲିଙ୍ଗ ପୂଜା ବିଧି ସେ ଦୁର୍ମତି ନ ଜାଣିବା ପଣେ ଶିବ ରାତ୍ରି ବ୍ରତ ଫଳ ପ୍ରାପତ ହୋଇଲା ବ୍ୟାଧ ଶିବଲୋକ ସ୍ଥଳ। ଭକ୍ତି ଭାବେ ଶିବରାତ୍ରି ପାଳେ ଯେଉଁ ଜନ ତା ସୁକୃତ କହିବାରେ କେହେବ ଭାଜନ। ଏମନ୍ତ ଅଟଇ ଶିବ ରାତ୍ରିର ମହିମା ଶୁଣିଲ ଟିକି ଗୋ ସତୀ হৈମବନ୍ତ ଜେମା। ଏଥୁ ଅନ୍ତେ କହିମଇ ଆନ ସମାଚାର ମୋ ଦ୍ରବ୍ୟ ଅପହରଣ ଦୋଷ ଯେ ପ୍ରକାର ସେ ପାତକ ରାଶି ସବୁ ଶିବରାତ୍ରି ଫଳେ ଦହନ ହୁଅଇ ନିଶ୍ଚେ ଜାଣ ଗୋ ବିମଳେ। ବଖାଣିବି ଏଥିପାଇଁ ଏକ ଉପାଖ୍ୟାନ ଶିବରାତ୍ରିର ମହିମା ଅପୂର୍ବ ବିଧାନ। ଏତେ ବୋଲି ସଦାଶିବ ଅଭୟ ବରଦ ଆପଣା ଭାବରେ ଆପେ ହେଲେ ଗଦ ଗଦ। ମହାସତୀ ଭଗବତୀ ଶୁଣି ଅତି ତୋଷ ସନତ କୁମାର ବଦନ୍ତି ମୁନି ଗଣ ପାଶ। ଶ୍ରୀଲିଙ୍ଗ ପୁରାଣ କଥା ଅମୃତ ସାଗର ପଢ଼ି ଶୁଣି ନର ନାରୀ ପାପରୁ ନିସ୍ତର। ବ୍ୟାସଦେବଙ୍କର ମୂଳ ଗ୍ରନ୍ଥର ଚରିତ ଭାଷା ପ୍ରବନ୍ଧେ ରଚଇ କ୍ଷେତ୍ରବାସୀ ଗୀତ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ପାପ କର୍ମ ନିଷାଦ ଉପାଖ୍ୟାନେ କଥନେ ନାମ 20 ଅଧ୍ୟାୟ।